ଆପଣଙ୍କ ମତରେ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ଆପଣଙ୍କର ବହୁତ ଦିନର ସମ୍ପର୍କ 55 ବର୍ଷର ସେବା ଦୀର୍ଘ 5 ଦଶନ୍ଧି ଏ ସୌଭାଗ୍ୟ ଆପଣ ପାଇଛନ୍ତି ବଡ଼ ଭାଗ୍ୟବାନ ଆପଣ ଆମେ ଜାଣିପାରୁନୁ ଯେ ପ୍ରକୃତରେ ମହାପ୍ରଭୁଙ୍କ ସବୁବେଳେ ଅଭିମାନୀ ସୁଭଦ୍ରା ତ ଏତେ ଅଭିମାନୀ ନୁହନ୍ତି ବଡ଼ ଠାକୁର ତ ଏତେ ଅଭିମାନୀ ନୁହନ୍ତି ଜଗନ୍ନାଥ ମହାପ୍ରଭୁ କାହିଁକି ଟିକେ ଅଭିମାନୀ ଆପଣ କ'ଣ ବୁଝନ୍ତି ସେ ହେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାର ତତ୍ତ୍ୱ ଚାରି ମୂର୍ତ୍ତିଙ୍କୁ ଯଦି ଆପଣ ଏକାଠି କରିଦେବେ ସେ କ'ଣ ହେବେ ମହାପ୍ରଭୁ ଜଗନ୍ନାଥ ଅର୍ଥାତ୍ ପରମାତ୍ମା ପରମେଶ୍ୱର ସେ ଅଭିମାନୀ କାହିଁକି ହେବେ ସମସ୍ତଙ୍କ ଉପରେ କୃପା ବୃଷ୍ଟି କରିବା ପାଇଁ ସେ ଅଛନ୍ତି ଆଉ ନିଜ ନିଜର ପ୍ରତ୍ୟେକ ବ୍ୟକ୍ତିର କର୍ମଫଳ ଦେବା ପାଇଁ ସେ ଅଛନ୍ତି କିନ୍ତୁ ବେଳେବେଳେ ଏମିତି କାହିଁକି ଆମ ଭିତରେ ଗୋଟେ ଧାରଣା ଥାଏ ଆମେ ଆଜି ବି ମଧ୍ୟ କଥା ହେଉଥିଲୁ ଯେ ଅତି ସହଜରେ ପହଣ୍ଡି ହୋଇଯାଏ ବଳଭଦ୍ର ଠାକୁରଙ୍କ ଦେବୀ ସୁଭଦ୍ରାଙ୍କର ଠାକୁର ମାନେ ପହଣ୍ଡି ଅତି ଶୀଘ୍ର ହୋଇଯାଏ ସହଜରେ ହୋଇଯାଏ ବିଶେଷ ଅସୁବିଧା ହୁଏନି କିନ୍ତୁ ବେଳେବେଳେ ଜଗନ୍ନାଥ ମହାପ୍ରଭୁ କାହିଁକି ବିଳମ୍ବ କରନ୍ତି ଯେମିତି ଲାଗେ ଯେ ଜଗନ୍ନାଥ ମହାପ୍ରଭୁଙ୍କୁ ବୁଝେଇବାକୁ ପଡ଼ିବ ଯେ ଆଜି ଆପଣ ଚାଲନ୍ତୁ ଆଉ ଘୋଷଯାତ୍ରା ଆରମ୍ଭ ହେବ ଆପଣ ରଥକୁ ଚାଲନ୍ତୁ ବେଳେବେଳେ କାହିଁ ଏମିତି ହୁଏ କ'ଣ ତାର ଆପଣ କାହିଁକି କେବଳ ଜଗନ୍ନାଥଙ୍କୁ ଦୋଷ ଦେଉଛନ୍ତି ଗତ ବର୍ଷ ଆଡ଼ପ ମଣ୍ଡପ ବିଜୟରେ ଆପଣ ବଡ଼ ଠାକୁରଙ୍କ ରୂପ ଦେଖିଦେଲେ ତେଣୁ ଇଏ ହେଉଛି ସବୁ ମହାପ୍ରଭୁଙ୍କ ଲୀଳା ଯେତେବେଳେ କିଛି ସମ୍ବାଦ ମନୁଷ୍ୟ ସମାଜକୁ ଦେବାକୁ ହୁଏ ସେ ବା ଓଡ଼ିଶାର ଭକ୍ତମାନଙ୍କୁ ଦେବାକୁ ହୁଏ ବା ଓଡ଼ିଶା ସରକାରଙ୍କୁ ଦେବାକୁ ହୁଏ ବା ସେବକମାନଙ୍କୁ ଦେବାକୁ ହୁଏ ସେ ତାଙ୍କର ଲୀଳା ଜଗନ୍ନାଥଙ୍କର ଆପଣ ୟାକୁ ଅଭିମାନ ରାଗ କ୍ରୋଧ କିଛି ମାତ୍ରାରେ କହିପାରିବେ ଯେ ଆପଣ ଠିକ୍ କରୁନାହାନ୍ତି ମୋ ସହିତ ମୁଁ ମନ ଖୋଲି କହିପାରୁନି ତେଣୁ ଏଇ ଜରିଆରେ ମୁଁ ବାର୍ତ୍ତା ବା ସନ୍ଦେଶ ଆପଣଙ୍କୁ ଦେଉଛି ବ୍ୟବସ୍ଥା ହେଉ ପ୍ରଶାସନ ହେଉ ଶ୍ରୀମନ୍ଦିର ହୁଅନ୍ତୁ ଗଜପତି ମହାରାଜ ହୁଅନ୍ତୁ ମହାପ୍ରଭୁଙ୍କ ରାଗ ଆସିବ କୁଆଡ଼ୁ କି ଅଭିମାନ ଆସିବ କୁଆଡ଼ୁ କିନ୍ତୁ ମହାପ୍ରଭୁ କେବେ କେବେ ଲୀଳା କରନ୍ତି ଆମମାନଙ୍କର ଶିକ୍ଷା ପାଇଁ ସେଥିରୁ ଆମକୁ କିଛି ବୁଝିବାକୁ ହେବ ଯେ ଏହାଦ୍ୱାରା କ'ଣ ମହାପ୍ରଭୁ କହିବାକୁ ଚାହୁଁଛନ୍ତି ସେଟା ଆମକୁ ଚିନ୍ତନ କରିବାକୁ ହେବ ଯେଟା ହେଲା କାହିଁକି ଆଉ ସେଥିରୁ ଆମକୁ କ'ଣ ବୁଝିବାକୁ ହେବ କିନ୍ତୁ ମହାରାଜ ଆପଣ ହେଉଛନ୍ତି ଜଗନ୍ନାଥଙ୍କର ଆଦ୍ୟ ସେବକ ଜଗନ୍ନାଥଙ୍କର ସିନା ରାଗ ଆଉ ଅଭିମାନ ନାହିଁ ଆପଣଙ୍କର ରାଗ ଆଉ ଅଭିମାନ ଅଛି ନା ନାହିଁ ନିଶ୍ଚୟ ଆମେ ସମସ୍ତେ ମନୁଷ୍ୟ ଯେତେ ପର୍ଯ୍ୟନ୍ତ ସେହି ପରମ ସ୍ଥିତିରେ ମନୁଷ୍ୟ ପହଞ୍ଚି ନାହିଁ ନିଶ୍ଚୟ ଏ ସବୁ ଦ୍ୱେଷ ରାଗ ସବୁ ରହିବ କିନ୍ତୁ କେତେ ମାତ୍ରା ରହିବ ସେଟା ନିର୍ଭର କରିବ ଅନ୍ତଃକରଣ ଶୁଦ୍ଧି ଉପରେ ଅନ୍ତଃକରଣ ଶୁଦ୍ଧି ନିର୍ଭର କରିବ ନିଜର ଆଧ୍ୟାତ୍ମିକ ସାଧନା ଉପରେ ମହାରାଜ ଆପଣ ମହାପ୍ରଭୁଙ୍କ ଆଦ୍ୟ ସେବକ ଅତି ନିକଟତର ଆପଣଙ୍କୁ ଚଳନ୍ତି ଠାକୁର ବି କୁହାଯାଏ ତେଣୁ ଆମେ ଦେଖିଲୁ ଗତ ଯେମିତିକି ଆମେ ଜାଣୁ ଜଗନ୍ନାଥ ହେଉଛନ୍ତି ଅଭିମାନ କରନ୍ତି ସେ ତ ମନୁଆ ଠାକୁର ଅଭିମାନ କରନ୍ତି କିନ୍ତୁ ଗତ ଥର ଯେମିତି ବଳଭଦ୍ର ପଡ଼ିଗଲେ ସେବାୟତଙ୍କର ତ୍ରୁଟି କୁହାଗଲା ବହୁତ କଥା କୁହାଗଲା କିନ୍ତୁ ଯେତେବେଳେ ଆପଣଙ୍କ ପାଖରେ ଖବରଟି ପହଞ୍ଚିଲା ଆପଣଙ୍କର କ'ଣ ପ୍ରତିକ୍ରିୟା ଥିଲା ଖବର ପହଞ୍ଚିବ କ'ଣ ଆମେ ତ ସମସ୍ତେ ଟେଲିଭିଜନରେ ଦେଖୁଛେ ପ୍ରତ୍ୟେକ ମୁହୂର୍ତ୍ତରେ ମହାପ୍ରଭୁଙ୍କ ପହଣ୍ଡି ବିଜୟକୁ ଆମେ ଦେଖୁଛେ ତେଣୁ ଟେଲିଭିଜନରୁ ଆମେ ସବୁ କଥା ଦେଖିଲୁ ଜାଣିଲୁ ସମସ୍ତେ ଦୁଃଖିତ ସମସ୍ତେ ମର୍ମାହତ ସମଗ୍ର ବିଶ୍ୱରେ ଯେତିକି ଜଗନ୍ନାଥ ପ୍ରେମୀ ଭକ୍ତମାନେ ଅଛନ୍ତି କାରଣ ଏଇଭଳିଆ ଘଟଣା ଆମେ ଜାଣିବାରେ କେବେ ହେଇନଥିଲା ଆଗରୁ ଏଇଟା ହଠାତ୍ କିନା ହେଲା ତା ଉପରେ ତ ବହୁତ ତର୍ଜମା ହେଇସାରିଛି ଏବଂ ଏଇ ଚଳିତ ବର୍ଷ ସେଭଳିଆ କେମିତି କିଛି ନ ଘଟୁ ଅଘଟଣ ନ ଘଟୁ ସେଥିପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି ଆଜ୍ଞା ଆମେ ଟିକେ ପଛକୁ ଫେରିଯିବା ଭବାନୀ ସୁଶ୍ରୀ ଏବଂ ସତ୍ୟ ଯେତେବେଳେ 1970ର କଥା କହୁଥିଲେ ଆମେ ଆଲୋଚନା କରୁଥିଲେ ବଡ଼ଦାଣ୍ଡରେ 3 ରଥ ଠିଆ ହେଇଥାଏ ଆଉ ଆପଣଙ୍କ ବାପା ଯାହାଙ୍କୁ ଆପଣ ଦଦେଇ ବୋଲି କୁହନ୍ତି ତାଙ୍କ ମୃତଦେହ ବା ସେ ଦେହତ୍ୟାଗ କରିଥାନ୍ତି ଆପଣଙ୍କ ଆଗରେ ଆପଣଙ୍କ ବାପା ଥିବେ ସେତେବେଳେ ସେ ପରିସ୍ଥିତି ଆପଣଙ୍କ ପାଇଁ କେମିତି ଥିଲା ଆପଣଙ୍କ ଦଦେଇଙ୍କ ଅନ୍ତେ ଆପଣଙ୍କୁ ଗାଦି ସମ୍ଭାଳିବାକୁ ପଡ଼ିବ से प्रक्रिया से समय से मुहूर्त परिस्थिति आपण केमती कौन अनुभव करुले देखंतु केतेबेले परिस्थिति एमिति विशेष हो जाए साधारण नु असाधारण हो जाए सेतेबेले आपण कार्य करी चलंती भावंती नहीं इटा कौन हबो केमिति हबो परिस्थिति रे आपण जेमिति गोटे डंगाटे नदी रे तार जो स्व अच्छी करेन्ट अच्छी भासिकी चले से भाया आपण परिस्थिति रे गड़ी चलती माने साधारण लोक हिसाब रे आम मान परिवार रे जदि कहार देहांत हुए आमे
शोक पाळू आमे कर्म करू किंतु राज उआसरे श्री नौरे से भली किछि प्रक्रिया हुए ना नाही ना आपण जेतु अभिषिक्त हेबे ए सबु शोक बाद आपण को दायित्व संभाळिबा को पड़िबो कर्तव्य करबा को पड़िबो जहाँ आम कहलु से समय जहाँ आमर कर्तव्य परंपरा अनुसार से गुड़िक आम कर चलू आउ किसी भाविबार नथिला कारण करने को बाध्य चॉइस नहीं चॉइस थिले सिना आपण भाबिबे परिस्थितिगत बाध्यबाधकता थिला सेतबेले सेतबेलकू आमर बयस केते 17 वर्ष आउ आमे कौन जानिचु आमर संस्कृति विषय विशेष भाव बा जगन्नाथ परंपरा तेणु जहाँ आम आमको करिबार थिला आमे करि गलु किंतु जहाँ आपण कहिले गजपति राजपरिवार ये सब समय रे परंपरा आ व्यवस्था स्वतंत्र महाराज आपण मो टिक्की आपण को हस्तक्षेप कली महाराज आपण तो मनीष आपण को भी तो कष्ट हबो सेतरे तो संदेह नहीं पिता चली गले तो कष्ट निश्चित से कथा हबो पचारुछि। किंतु परंपरा जहाँ अच्छी सेतरे व्यतिक्रम करी हबो नहीं परंपरा को पालन करने को हबो तेणु मोर मन अच्छी बड़दाण्डे ददेई को नहीं गाड़ी चलची आगे आम पछ गाड़ी रे अच्छू सामने 3 रथ आउ गाड़ी भितर को प्रवेश करुच्ची मृतदेह ये अगणार पछे रखा होची आउ से समय आम गादी रे बसचे आउ परंपरा अनुसार बक्सी को कोल बसचे आउ कहूचे अतिथि आसते चलीगले यांकू एठू निया जाऊ से परिस्थिति रे आपण को आखिरे लुह भी थिबो निश्चय थिबो किंतु गजपति को से अशौच कार्य योगदान करिवार परंपरा नहीं गजपति महाराजा आम तो सेत बह ही नथिलु महाराणी आसी नथिले को से अशौच कर्म रे योगदान करिवार नहीं तेणु परंपरा रही जे मुखाग्नि देवे किए ना जड़े ब्राह्मण पुओ तेणु आमर जे ब्राह्मण पुओ थिले सेत से जाके मुखाग्नि देले आउ समस्त क्रियाकर्म कले जोटा प्रत्येक घरे हुए ठीक सही भलिया गजपति घरे मध्य 13 दिन पर्यंत से क्रियाकर्म अनुष्ठित हुए किंतु गजपति से स्थान को जाई परिबे नहीं जेहेतु गजपति महाराज आपनकर भाई यह लीला त्याग करिसेंती सुनिबा को मिले कि मृत कर्म जात कर्म रे आपण माने एवं महाराणी अशौच होंती नहीं ये रथयात्रा घोष यात्रा रे आपण आपन को सेवा करिवे मुझा कहली जेहेतु ये अशौच कर्म गजपति को छुए नहीं आज्ञा गजपति से अंशग्रहण करती नहीं गजपति महाप्रभु पाखे सेवार कौन असुविधा नहीं कर असुविधा नहीं आ सेमती भी देखा गले आमर सान भाई जहाँ को देहांत हो गला तांकर सबुजाक कर्म रथयात्रा पूर्वर शेष हो जाइथिबो तेणु तांकर परिवार भी शुद्ध हो जाइथिबे किंतु सेपटे अशौच कर्म चली गजपति को महाप्रभु को सेवा करिवारे किसी बाधा नहीं बरं जदि महाप्रभु को सेवा आसिला से महाप्रभु को सेवा करिवे एवं ए सब अशौच कर्म रे कौन तांकर असुविधा हब नहीं।